ମୁଁ ସମସ୍ତଙ୍କୁ ସ୍ୱାଗତ କରୁଛି ଆମର ୟୁଟ୍ୟୁବ ଚ୍ୟାନେଲ କ୍ୟାରିୟର କ୍ଲାसेସକୁ। 8 ପେ କମିଶନ ଲାଗୁ ହେଲା ପରେ ଆସିବ ଘର ଭଡ଼ା ଭତ୍ତା ବା HRA ରେ ବଡ଼ ପରିବର୍ତ୍ତନ। ଜାଣିବା କେତେ ବଢ଼ିବ, କାଲକୁଲେସନ ସହିତ କାଲକୁଲେସନ କରିକି ଆମେ ଦେଖିବା କେତେ କ'ଣ ବଢ଼ିବ। ତେଣୁ ଚାଲନ୍ତୁ ଭିଡ଼ିଓକୁ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଏବଂ ଭିଡ଼ିଓକୁ ସମ୍ପୂର୍ଣ୍ଣ ଦେଖିଲେ ଆପଣମାନେ ବୁଝିପାରିବେ। ତେଣୁ ଏଠି ଆମେ ଦେଖିବା ତ HRA ଯେଉଁ ଜିନିଷଟି ଅଛି ବା ହାଉସ ରେଣ୍ଟ ଆଲାଉନ୍ସ ବା ଘର ଭଡ଼ା ଭତ୍ତା ଯେଉଁଟା କହୁଛନ୍ତି ଆପଣମାନେ, ତାର ପ୍ରଥମେ ଆମେ ଜାଣିବା ଏଲିଜିବିଲିଟି ଟର୍ମ କଣ୍ଡିସନ କ'ଣ ଅଛି, କିଏ କିଏ HRA ପାଇବା ପାଇଁ ଯୋଗ୍ୟ ହେବେ, କିଏ କିଏ ପାଇବା ପାଇଁ ଯୋଗ୍ୟ ହେବେ ନାହିଁ। ଏଥିରେ ବିଭିନ୍ନ ଟର୍ମ କଣ୍ଡିସନ ଅଛି, ତେଣୁ ଇମ୍ପୋର୍ଟାଣ୍ଟ ଟର୍ମ କଣ୍ଡିସନ ଗୁଡ଼ାକ ଏଠି ଲେଖା ହେଇଛି। ତେଣୁ ଦେଖିବା ଆମେ HRA କିଏ କିଏ ପାଇବେ। ଲାଷ୍ଟକୁ ଆମେ କାଲକୁଲେସନ କରିକି ଦେଖିବା କ'ଣ ନା କାହାର HRA ରେ ପରିବର୍ତ୍ତନ କେତେ ହେଉଛି ବା HRA 8 ପେ କମିଶନ ଲାଗୁ ହେଲା ପରେ ଆପଣଙ୍କର HRA ରେ କେତେ ପରିବର୍ତ୍ତନ ହେଉଛି। ତେଣୁ ପ୍ରଥମେ ଦେଖନ୍ତୁ HRA ର ଏଲିଜିବିଲିଟି କଣ୍ଡିସନ କ'ଣ ଏଲିଜିବିଲିଟି କଣ୍ଡିସନ ସବୁ ଅଛି। ତ ପ୍ରଥମେ ଦେଖନ୍ତୁ ଏଠି ଗୋଟେ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି କେତେବେଳେ ହାଉସ ରେଣ୍ଟ ପାଇବ ନା ଯେତେବେଳେ ସେ ରହିଥିବା ଜାଗାଟା ତାଙ୍କ ନିଜ ଗନ୍ତବ୍ୟସ୍ଥଳରୁ ବା ଅଫିସରୁ ବା ହେଡକ୍ୱାର୍ଟରରୁ 8 କିଲୋମିଟର ଭିତରେ ହେଇଥିବା ଦରକାର। ତା ଅର୍ଥ ସେ ଯେଉଁଠି ରହୁଛି 8 କିଲୋମିଟର ଭିତରେ ରହିବା ଦରକାର ହେଲା। ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ମାନେ 8 କିଲୋମିଟର ଭିତରେ ରହିବା ଦରକାର ଏବଂ ସେ ନିଜେ ଘରେ ରହିପାରନ୍ତି କିମ୍ବା ନିଜ ୱାଇଫଙ୍କ ଘରେ ରହିପାରନ୍ତି କିମ୍ବା ନିଜ ପ୍ୟାରେଣ୍ଟସ୍ ଫାଦର ମଦରଙ୍କ ଘରେ ରହିଲେ ମଧ୍ୟ ସେମାନେ HRA ପାଇବା ପାଇଁ ଯୋଗ୍ୟ ହେବେ। ତ ଏଇଟା ହେଉଛି ଏବେର 2024ର ନୋଟିଫିକେସନ ବା ଲେଟର ଅନୁସାରେ ଲେଖା ହେଇଛି। ତେଣୁ ନିଜ ଘରେ ରହିଲେ ମଧ୍ୟ ଆପଣମାନେ HRA ପାଇବା ପାଇଁ ଏଲିଜିବୁଲ ହେବେ, ଚିଠିରେ ଲେଖା ହେଇଛି। ତାପରେ ଆପଣଙ୍କର ଆଉ କ'ଣ ହେଇଥିବ ନା ଯଦି ରେଣ୍ଟେଡ ହାଉସରେ ରହୁଛନ୍ତି ତାହେଲେ ମଧ୍ୟ 8 କିଲୋମିଟର ଫ୍ରମ୍ ଆପଣଙ୍କର ହେଡକ୍ୱାର୍ଟରରୁ 8 କିଲୋମିଟର ଭିତରେ ରହିଲେ ମଧ୍ୟ ଆପଣମାନେ HRA ପାଇବା ପାଇଁ ଯୋଗ୍ୟ ହେବେ ହେଲା। ଏ ଦୁଇଟା କଣ୍ଡିସନ। ତାପରେ ହେଉଛି କ'ଣ ନା ଯଦି ଆପଣମାନେ ଗଭର୍ଣ୍ଣମେଣ୍ଟ ଆକୋମୋଡେସନ ପାଇଛନ୍ତି ତାହେଲେ ଆପଣମାନଙ୍କୁ କୌଣସି ପ୍ରକାର HRA ମିଳିବ ନାହିଁ। ଯଦି ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ପାଇଛନ୍ତି କି ଗଭର୍ଣ୍ଣମେଣ୍ଟର କୌଣସି ପ୍ରକାରର ଘରେ ରହୁଛନ୍ତି ବ୍ୟବହାର କରୁଛନ୍ତି ତାହେଲେ ଆପଣମାନେ କୌଣସି ପ୍ରକାରର HRA ପାଇବା ପାଇଁ ଯୋଗ୍ୟ ହେବେ ନାହିଁ। ତା ସହିତ ଏଠି ଯଦି ଆପଣଙ୍କୁ ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ମିଳୁଥିଲା କିନ୍ତୁ ଆପଣମାନେ ତାକୁ ମନା କରିଦେଇଛନ୍ତି ହେଲା, ସେଇ କ୍ଷେତ୍ରରେ ମଧ୍ୟ ଆପଣଙ୍କୁ HRA ନ ଦିଆଯାଇପାରେ। ତେଣୁ ଗଭର୍ଣ୍ଣମେଣ୍ଟ କ୍ୱାର୍ଟରକୁ ପ୍ରଥମେ ପ୍ରିଫରେନ୍ସ ଦିଆଯାଉଛି, ଯେଉଁଠି ନାହିଁ ସେମାନେ HRA ପାଇବେ। ତେଣୁ ଆପଣମାନଙ୍କୁ ଯଦି ଗଭର୍ଣ୍ଣମେଣ୍ଟ କ୍ୱାର୍ଟର ଦିଆହେଇଛି ଆପଣ ମନା କରିଦେଇଛନ୍ତି, କହିଛନ୍ତି ନାହିଁ ମୁଁ ନେବି ନାହିଁ, ତାହେଲେ ଆପଣଙ୍କୁ HRA ମିଳିବ ନାହିଁ। ତାପରେ ଆଉ ଗୋଟେ କଥା ହେଉଛି ନେକ୍ସଟ କ'ଣ ଲେଖା ହେଇଛି ନା ଯଦି ହଜବେଣ୍ଡ ଆଣ୍ଡ ୱାଇଫ ବୋଥ ଗଭର୍ଣ୍ଣମେଣ୍ଟ ଏମ୍ପ୍ଲୟି ହେଇଥିବେ ଏବଂ ବୋଥ ସେମ୍ ହେଡକ୍ୱାର୍ଟରରେ ରହୁଥିବେ ତାହେଲେ ମଧ୍ୟ ଦୁଇ ଜଣଙ୍କ ଭିତରୁ ଜଣକୁ କ'ଣ ହବ ନା HRA ପାଇବେ। ଦୁଇ ଜଣ ଭିତରୁ ଜଣିଏ HRA ପାଇବେ ଆଉ ଜଣେ HRA ପାଇବେ ନାହିଁ ଯଦି ସେମ୍ ହେଡକ୍ୱାର୍ଟରରେ ରହିଥାନ୍ତି। ଯଦି ଡିଫରେଣ୍ଟ ହେଡକ୍ୱାର୍ଟର ରହିଥିବେ, ଅଲଗା ଅଲଗା ଜାଗାରେ ପୋଷ୍ଟିଂ ଅଛି, ଅଲଗା ଡିଷ୍ଟ୍ରିକ୍ଟରେ ଅଛି, ଅଲଗା ଜାଗାରେ ଅଛି, ତାହେଲେ ସେମାନେ ଦୁଇ ଜଣ ଯାକ HRA ପାଇବେ। କିନ୍ତୁ ଯଦି ସେମ୍ ହେଡକ୍ୱାର୍ଟରରେ ଥିବେ ତାହେଲେ ମଧ୍ୟ ସେମାନେ ଦୁଇ ଜଣ ଯାକ ଆମର HRA ପାଇପାରିବେ ନାହିଁ। ତା ସହିତ ଆଉ କ'ଣ ଅଛି ଯଦି ଆପଣମାନେ ସସ୍ପେଣ୍ଡ ହୁଅନ୍ତି ତାହେଲେ ମଧ୍ୟ ଆପଣମାନେ HRA ପାଇବା ପାଇଁ ଯୋଗ୍ୟ ହେବେ। ଏବଂ ଏମ୍ପ୍ଲୟି ଯଦି ମ୍ୟାଟର୍ନିଟି ଲିଭ୍ରେ ଅଛି କିମ୍ବା ଟ୍ରେନିଂରେ ଅଛନ୍ତି କିମ୍ବା ଗଭର୍ଣ୍ଣମେଣ୍ଟ ଟୁର୍ରେ ଅଛନ୍ତି, ଗଭର୍ଣ୍ଣମେଣ୍ଟ ଯେକୌଣସି କାମ ଗଭର୍ଣ୍ଣମେଣ୍ଟରେ କରୁଛନ୍ତି ତାହେଲେ ମଧ୍ୟ ଆପଣମାନେ HRA ପାଇବା ପାଇଁ ଯୋଗ୍ୟ ହେବେ ହେଲା। ତା ସହିତ କିଛି ଟର୍ମ କଣ୍ଡିସନ ମଧ୍ୟ ଅଛି, ଆପଣମାନେ ପଢ଼ିକି ଜାଣିପାରିବେ। ଚିଠି ଅଛି, ଗ୍ରୁପରେ ସେୟାର କରିଦେବି। ଟେଲିଗ୍ରାମ ଗ୍ରୁପରେ ଆପଣ ଜଏନ୍ କଲେ ଆପଣମାନେ ଚିଠି ସବୁ ଯେକୌଣସି ଚିଠି ଆପଣମାନେ ପାଇପାରିବେ। ଟେଲିଗ୍ରାମରେ ଯାଇକି ସର୍ଚ୍ଚ ମଧ୍ୟ କରିପାରିବେ କ୍ୟାରିୟର କ୍ଲାसेସ୍ ଓଡ଼ିଆ, ଏଥିରେ ଆପଣମାନେ ଜିନିଷ ପାଇପାରିବେ। ତାହେଲେ ନେକ୍ସଟକୁ ଯିବା ଆମେ ଯେଉଁ HRA କାଲକୁଲେସନ କେମିତି କରାହେଉଛି ଏବଂ HRA କେମିତି ବଢ଼ିବ, କେତେ ବଢ଼ିବ ଆମର 8 ପେ କମିଶନରେ। ତ HRA ର ରେଟ୍ କ'ଣ ଅଛି ଦେଖନ୍ତୁ। ପ୍ରଥମେ ଏ ଯେଉଁ ରିଭିଜନ ରେଟ୍ ହେଇଛି ପ୍ରଥମେ ହେଉଛି ଦେଖନ୍ତୁ ଯେକୌଣସି ରୁରାଲ ଏରିଆରେ ସ୍କୁଲ ଥିବ, ଅଫିସ ଥିବ, ସେଇଟା ହେଉଛି ଆପଣଙ୍କର 4% ଅଫ୍ ବେସିକ୍ ପେ। ଆପଣଙ୍କର ବେସିକ୍ ପେ ଯେତିକି ହେଇଥିବ, ଆପଣଙ୍କର ବେସିକ୍ ପେର ଅର୍ଥ ଆପଣଙ୍କର କରେଣ୍ଟ ବେସିକ୍ ପେ ହେଲା। କରେଣ୍ଟ ବେସିକ୍ ପେର ଅର୍ଥ ଆପଣମାନେ ବୁଝିପାରୁଥିବେ, ବର୍ତ୍ତମାନ ଯେତିକି ଆପଣ ବେସିକ୍ ପେ ପାଉଛନ୍ତି ତାର 4%ଟା ଆପଣ HRA ଅନୁସାରେ ପାଇବେ ଯଦି ଆପଣ ରୁରାଲ ଏରିଆରେ ରହୁଛନ୍ତି। ରୁରାଲର ଅର୍ଥ ଆପଣମାନଙ୍କର ଗାଁ ଗହଳିରେ ରହୁଥିବେ ହେଲା, କେଉଁଠି ବହୁତ ରୁରାଲ ଏରିଆରେ ରହୁଛନ୍ତି ତାହେଲେ ଆପଣଙ୍କୁ 4% ଏରିଆ ହାଉସ ରେଣ୍ଟଟା ପାଇବେ। ଯଦି ଆପଣଙ୍କର ଡିଷ୍ଟ୍ରିକ୍ଟ ହେଡକ୍ୱାର୍ଟରରେ ରହୁଛନ୍ତି କିମ୍ବା ମ୍ୟୁନିସିପାଲିଟି, ଏଠି କ୍ଲିୟର କଟ୍ ଲେଖା ହେଇଛି ଅନୁଗୁଳ, ତାଲଚେର, ଟିଟାଗଡ଼, ଜଗତସିଂହପୁର, କେନ୍ଦ୍ରାପଡ଼ା, ପଟ୍ଟାମୁଣ୍ଡାଇ ଏସବୁରେ ଆପଣମାନେ ଯଦି ରହୁଛନ୍ତି, ଖୋର୍ଦ୍ଧା, ଫୁଲବାଣୀ, ନୂଆପଡ଼ା,
एसबू जगार रोचंती ताले आपण 8% ऑफ करेंट बेसिक आपणकर करेंट बेसिक रो अर्थ होउची आपण इंक्रीमेंट कर सारला परे जो बेसिक रे आपण अछंती तार 8% बुझ पाले तापर 8 पे कमिशन आपणकर आसिला परे जेतिक आपणकर बेसिक पे हबो तार से अनुसार 8% पाइबे तो एठी हमरो नेक्स्ट फेज रो अछि 12% के पाइबे न जे बड़ बड़ टाउन रो अछंती पुरी हला बालेश्वर बलांगीर केउझर ए सब रे आपणकर 12% बेसिक पे पाइबे तापर आउ जो केतेटा म्युनिसिपल कॉर्पोरेशन रहिला जेमति कि हमरो भुवनेश्वर बरहमपुर कटक राउरकेला संबलपुर एथरे 16% ऑफ बेसिक पे पाइबे दुनिया पैसा एचआरए से माने पाइबे तो ये गला हमरो रिवीजन रेट हेची 2024 रो लागू हेची जदि किछि परिवर्तन आगु को हबो ताले हमर कोन हबो ना ये सब रेट्स जो अछि 16% 12% एई रेट को परिवर्तन करा जाई पारे किंतु ए जबत हेई नाही किंतु 8 पे कमिशन रे मध्य आशा नाही से माने 8 पे कमिशन रे मध्य ए बेसिक पे अनुसार आपण माने एचआरए पाया पई योग्य हेबे जेतिक बेसिक पे आपणकर हबो नुआ बेसिक पे से नुआ बेसिक पे रे आपण मानकर ए रेट अनुसार आपण माने एचआरए पाइबे तेनो देखिबा केते इंक्रीज होउची गोटे एग्जांपल करी के हमें देखिबा तो एग्जांपल रो देखंतु प्रथमे गोटे एचआरए इंक्रीज कैलकुलेशन हम करिछु छोटे इंक्रीज कैलकुलेशन ग्रेड पे 4200 निहाइची 4200 ग्रेड पे 7th पे अनुसार आपणकर जदि तांकर बेसिक पे केते अछि ना 35400 हला आपण जानिथिबे मिनिमम बेसिक पे होची 7th पे रो 4200 ग्रेड पे रहउची 4200 ग्रेड पे रो मिनिमम बेसिक पे होची 35400 तेणु फॉर रूरल एरियाज रे आपणकर एठी जेतिक बेसिक पे थिबा 4% होउची कोन एचआरए तेणु एठी 4% कैलकुलेशन कलाड़ को हमर होउची केते ना 1416 टंका होउची एचआरए होउची रूरल एरिया पे सेमती डिस्ट्रिक्ट हेडक्वार्टर जो छोटे छोटे डिस्ट्रिक्ट हेडक्वार्टर रहिला तार 8% हलाड़ को सही बेसिक पे 35400 आपण जो उठी जाउथिबे आपण रूरल ले गले हिसाब करिवे अनुसार जदि डिस्ट्रिक्ट हेडक्वार्टर गले एमती हिसाब करिवे तो एठी जो 2832 टंका होउची किंतु जदि आपणकर 8 पे कमिशन आसे 8 पे कमिशन बसिला पर आपणकर केते इंक्रीज हबो तो एठी हमें इंक्रीज करिछु फिटमेट फैक्टर 2.28 रे हिसाब कराइछि तेणु जदि आपणकर 35400 बेसिक पे थिला तो आपणकर 80712 टंका हिजबो 8 पे कमिशन अनुसार तो एई अनुसार हमर कोन हबो ना एचआरए टा कैलकुलेशन हबो तो एठी हम कैलकुलेशन करबा रूरल एरिया पे जेतिक बेसिक पे थिबो तार 4% तो 80712 रो 4% केते हला 3228 तेणु एठी देखंतु 1416 एठी 3228 ता माने एचआरए टा प्राय द्विगुणा हे जाउची तो एठी सेमते हम देखिबा 8% अछि हमर जो डिस्ट्रिक्ट हेडक्वार्टर पई नेक्स्ट आपण कैलकुलेशन करि परिबे 12% 16% पई तापर एठी हमर 2832 अछि किंतु एठी हम कैलकुलेशन कला को देखंतु 6457 टंका अर्थात द्विगुणा रु मध्य अधिका बढ़ी जाउची हला एचआरए बढ़ी जाउची तेणु आपण मानकर जदि 8 पे कमिशन लागुची ताहाले एचआरए मध्य बहु परिमाण रे बढ़ियार संभावना अछि धन्यवाद वीडियो को लाइक चैनल को सब्सक्राइब करिवे।